ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ନିସ୍ତାର ନାହିଁ, ଆହୁରି 2 ଦିନ କରିବ ଗରମ କଲବଲ। ମିଳିଥିବା ଖବର ଅନୁଯାୟୀ ସାରା ଓଡ଼ିଶାରେ ଏବେ ଅସମ୍ଭାଳ ତାତି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ଅଗ୍ନିବର୍ଷା ଅଧିକ ହେଉଛି। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଆଜି ଓ କାଲି ରାଜ୍ୟର ସିଭିୟର ହିଟ୍ ୱେଦର ପାଇଁ 4ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ 17 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ଜାରି ହୋଇଛି। 21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସ୍ଥିତିକୁ ଦେଖି ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। 21 ତାରିଖ ପରେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅପଡେଟ୍ ବିଷୟରେ ସେର୍ଲାକ୍ରେ ଚିନି ମିଶାଇବା ପରେ ସରକାରଙ୍କ ଟାର୍ଗେଟରେ କମ୍ପାନୀ ଯାଞ୍ଚ ହେବ ନମୁନା। ମିଳିଥିବା ଖବର ଅନୁଯାୟୀ ଶିଶୁଙ୍କ ପାଇଁ ମିଳୁଥିବା ପ୍ୟାକେଟ୍ ଫୁଡ୍ ସେର୍ଲାକ୍ ପ୍ରସ୍ତୁତ କମ୍ପାନୀ ନେସ୍ଲେ ଏବେ ସରକାରଙ୍କ ଯାଞ୍ଚ ଘେରରେ। ଭାରତରେ ମିଳୁଥିବା ସେର୍ଲାକ୍ ଚିନି ରହିଥିବା ଜଣାପଡ଼ିବା ପରେ ଏବେ ନେସ୍ଲେ ଉପରେ ସରକାରଙ୍କ ନଜର। ପ୍ରକୃତରେ ନିକଟରେ ଆସିଥିବା ଏକ ରିପୋର୍ଟ ଜଣାପଡ଼ିଛି ଭାରତରେ ମିଳୁଥିବା ସେର୍ଲାକ୍ରେ ଚିନି ରହିଛି। ତେବେ ସରକାର ନିଜ ଆଡୁ ଯାଞ୍ଚ କରିବେ। ଫୁଡ୍ରେ ନମୁନା ଯାଞ୍ଚ କରାଯିବ। ନିକଟରେ ଏହି ନେଇ ଖୁଲାସା ହୋଇଛି ଯେ କିଛି ଦେଶରେ ମିଳୁଥିବା ନେସ୍ଲେ ସେର୍ଲାକ୍ରେ ଚିନି ଏବେ ବି ଫୁଡ୍ ଚିନିର ବ୍ୟବହାର ଆନ୍ତର୍ଜାତିକ ମାର୍ଗଦର୍ଶିକାର ଉଲ୍ଲଂଘନ। ଆଉ ଚିନି ମିଶା ସେର୍ଲାକ୍ ମିଳୁଥିବା ଦେଶରେ ମଧ୍ୟ ରହିଛି ଭାରତ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ଭଳି ଦେଶ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ହ୍ୟାକ୍ ହୋଇପାରିବନି ଇଭିଏମ୍, କରାଯାଇ ପାରିବନି ଟ୍ରାମ୍ପିଂ। ସୁପ୍ରିମକୋର୍ଟ ନିର୍ବାଚନ କମିଶନର ସ୍ପଷ୍ଟ ଉତ୍ତର। ମିଳିଥିବା ଖବର ଅନୁଯାୟୀ ଲୋକସଭା ନିର୍ବାଚନ 2024ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ବର୍ତ୍ତମାନ 24 ଘଣ୍ଟାରୁ ଅଧିକ କମ୍ ସମୟ ବାକି ଅଛି। ଭୋଟ ଦେବାର ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଭିଏମ୍ ମେସିନ୍ ଗୁଡ଼ିକ ସତ୍ୟତା ଉପରେ ଶୁଣାଣି ଚାଲିବ। ଦେଶର ନିର୍ବାଚନ ଆୟୋଗ ଦେଶର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ୍ ଏକ ସ୍ୱାଧୀନ ମେସିନ୍, ଯେଉଁଥିରେ ଏହାକୁ ହ୍ୟାକିଂ କିମ୍ବା ଟ୍ରାକିଂ କରାଯାଇ ପାରିବ ନାହିଁ। ଡବ୍ଲ୍ୟୁଭିଭିପିଏଟି ପୁନର୍ଡିଜାଇନ୍ କରିବା କୌଣସି ଆବଶ୍ୟକ ନାହିଁ। ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ ଦେଇଥିବା ବିବୃତ୍ତି କହିଛନ୍ତି ଯେ ଯଦି ଇଭିଏମ୍ ବଦଳରେ ମାନୁଆଲ ଗଣନା କରାଯାଏ ତେବେ ମାନବ ତ୍ରୁଟି ହେବାର ସମ୍ଭାବନା ଏଡ଼ାଇ ଦିଆଯାଇପାରିବ ନାହିଁ। ସମ୍ପ୍ରଦାୟ ବ୍ୟବସ୍ଥାରେ ମାନବ ଅଂଶଗ୍ରହଣ ସର୍ବନିମ୍ନ ହୋଇପାରିବ। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଦେୟ ଆଇନ ସଂଶୋଧନ କରିବେ କେନ୍ଦ୍ର ସରକାର। ଏନ୍ଏଚ୍ ଟୋଲ୍ ଗେଟ୍ରୁ ହଟିବ ଭିଆଇ ତାଲିକାରୁ ଥିବା ହୋର୍ଡିଂ। ମିଳିଥିବା ଖବର ଅନୁଯାୟୀ ସାଧାରଣ ଭାବେ ଜାତୀୟ ରାଜପଥ ଟୋଲ୍ ଗେଟ୍ରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂରେ ଟୋଲ୍ ଟିକସ ଛାଡ଼ କରାଯାଇଥିବା ଭିଆଇପି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପଦବୀ ଉଲ୍ଲେଖନୀୟ ରହିଥାଏ। ମାତ୍ର ଫାସ୍ଟ୍ୟାଗ୍ ବ୍ୟବସ୍ଥା ଆରମ୍ଭ ହେବା ପରେ ଟିକସ ଛାଡ଼ ପାଇଥିବା ଭିଆଇପିମାନଙ୍କୁ ସ୍ୱତନ୍ତ୍ର ଫାସ୍ଟ୍ୟାଗ୍ ଯୋଗାଇ ଦିଆଯାଉଛି। ଏଥିସହିତ ସେମାନଙ୍କ ସରକାରୀ ଗାଡ଼ି ଟୋଲ୍ ଗେଟ୍ ଅତିକ୍ରମ କରିଲେ ସେମାନେ ଟିକସ କଟିନଥାଏ। ତେଣୁ ଏହିପରି ପରିସ୍ଥିତି ନିୟମ ପରିବର୍ତ୍ତନ ହେବା ପରେ ଆଉ ଭିଆଇପି ହେଡିଂ ଆବଶ୍ୟକ ନଥିବାକୁ କୁହାଯାଇଛି। ସେଥିପାଇଁ ହେଡିଂ ଉଚ୍ଛେଦ କରିବା ଏବଂ ଟିକସ ଛାଡ଼ ପାଇଁ ଗାଡ଼ି ପାଇଁ ଅଲଗା ଲୋନ୍ ରଖିଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବିଚାର କରୁଛି। ତେବେ ଭିଆଇପି ସଂସ୍କୃତି ବିଲୋପ କରିବା ଲକ୍ଷ୍ୟରେ ଏନ୍ଏଚ୍ ଟୋଲ୍ ଗେଟ୍ ଲାଗିଥିବା ବିରାଟକାୟ ଭିଆଇପି ତାଲିକା ବୋର୍ଡ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବିଜେଡିରେ ବର୍ଷା ଲଢ଼ିବେ ନା ପ୍ରଚାର କରିବେ। ମିଳିଥିବା ଖବର ଅନୁଯାୟୀ ବିଜେଡିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ଶଙ୍ଖ ଭବନରେ ଆସି ଦଳର ପ୍ରାଥମିକ ସଭ୍ୟତା ଗ୍ରହଣ କରିଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରିତ ପର୍ବରେ ସେ ଯୋଗ ଦେଇଥିଲେ। ବିଜେଡି ଏସ୍ପି ସସ୍ମିତା ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝୀ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅପ୍ରତିଦ୍ୱନ୍ଦ୍ୱିତା ନେତା ବୋଲି ସେ କହିଥିଲେ। ସେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବେ ହୋମିଓପାଥିକ୍ ମେଡିକାଲ ଅଧିକାରୀ। ମିଳିଥିବା ଖବର ଅନୁଯାୟୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥିକ୍ ସେବା ପ୍ରମୁଖ ଭୂମିକା ରହିଥିବାର ବେଳକୁ ବେଳ ଦିନକୁ ଦିନ ଏହାର ଚାହିଦା ମଧ୍ୟ ବଢ଼ି ଚାଲିଛି। ଆୟୁଷ ଚିକିତ୍ସାରେ ପରିବର୍ତ୍ତନ ଘଟିବ। ହୋମିଓପାଥିକ୍ ଓ ଆୟୁର୍ବେଦିକ ସହିତ ଏବେ ଯୋଗ ମଧ୍ୟରେ ସମାନ ପରିମାଣରେ ଗୁରୁତ୍ୱ ଦିଆଯିବ। ସେଥିପାଇଁ ରାଜ୍ୟ ସରକାର ଚିକିତ୍ସା ସେବା ଓ ଭିତ୍ତିଭୂମି ସୁଦୃଢ଼ କରିବା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟର ସବୁ ଜିଲ୍ଲାରେ ହୋମିଓପାଥିକ୍ ମେଡିକାଲ ଅଧିକାରୀ କାର୍ଯ୍ୟ କରିବେ।
ଏଥିସହିତ ଆୟୁଷ ନିର୍ଦ୍ଦେଳାଳୟର ଉପନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରାଜ୍ୟର 30ଟି ଜିଲ୍ଲାରେ 15 ଜଣ ହୋମିଓପାଥିକ୍ ମେଡିକାଲ ଅଧିକାରୀ କାର୍ଯ୍ୟ କରୁଥିବା ବେଳେ ଏବେ ଉକ୍ତ ପଦ ସଂଖ୍ୟାକୁ 30କୁ ବୃଦ୍ଧି କରାଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମହିଳାଙ୍କୁ ସୁରକ୍ଷା ପାଇଁ ଗଠନ ହେଲା ହିଅର। ମିଳିଥିବା ଖବର ଅନୁଯାୟୀ ମହିଳାଙ୍କୁ ଦୁର୍ବ୍ୟବହାର କଲେ ରାଜଧାନୀରେ ହେବ ତଡ଼ିପାର। ମହିଳାଙ୍କୁ ସୁରକ୍ଷା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ହିଅର ବା ହାଇ ଏଫିସିଏନ୍ସି ରେଫରେନ୍ସ। କୌଣସି କର୍ମଚାରୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ୍। ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ତିଆରି ହୋଇଥିବା ଏହି ଟିମ୍ ମହିଳାଙ୍କୁ ସୁରକ୍ଷା ଦେବ। ଦୁର୍ବ୍ୟବହାର କମେଣ୍ଟ ପାସ୍। ଖରାପ ବ୍ୟବହାର ପାଇଁ ଏହି ଟିମ୍ ଗଠନ ହୋଇଛି। କିଛି ଦିନ ତଳେ ହାଇଟେକ୍ ମେଡିକାଲର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଥିଲା ପୋଲିସ। ସେହିଭଳି ରାମନବମୀ ବେଳେ ଜଣଙ୍କ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣକ ଗିରଫ ହୋଇଛି। ଅଭିଯୋଗକାରୀଙ୍କ ଅଭିଯୋଗ ପାଇବା ପରେ ସ୍ପଷ୍ଟରେ ପହଞ୍ଚି ଖବର ଗ୍ରହଣ କରୁଛି। ଏବେ ସୁଦ୍ଧା 6ଟି ମାମଲାର ତଦନ୍ତ କରି ଏବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ମତ ରାତି କାମ ସାରି ଫେରୁଥିବା ବେଳେ କମେଣ୍ଟ କରୁଥିବା ଲୋକଙ୍କ ଉପରେ ନଜର ରଖିବ ହିଅର ଟିମ୍। ଏଥିପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି। ଏହି ନମ୍ବରଟି ହେଉଛି 6372500400। ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରରେ କଲ୍ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ। ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ୍ ରୁଜୁ କରୁଛି। ପିସିଆର ନମ୍ବର 112କୁ କଲ୍ କଲେ ମଧ୍ୟ ଏହି ନମ୍ବରଟି ଡାଇଭର୍ଟ କରାଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ପୋଷ୍ଟ କରି ଧର୍ମେନ୍ଦ୍ର ବାସ୍ତବରେ ଚିତ୍ର ଦେଖାଇଲେ ପ୍ରଣବ। ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ନିଜର ସୋସିଆଲ ମିଡିଆ ଏକ୍ସରେ କଟକ ଓ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥର ଅବ୍ୟବସ୍ଥାକୁ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ 2ଟି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଗୋଟିଏ ହେଉଛି ବିଜୁ ଏକ୍ସପ୍ରେସୱେ, ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ଦେଶର ଅନ୍ୟ ଶ୍ରେଷ୍ଠତମ ରାସ୍ତା। ତେବେ ଆଉ ଗୋଟେ ଫଟୋ ହେଉଛି NH-55 ପୋଷ୍ଟ କରିଛନ୍ତି, ଯାହାର କାମ 10 ବର୍ଷ ହେଲା ସରୁନି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ। ତେବେ ଦେଶର ସବୁଠୁ ବିପଦସଙ୍କଚନିକ ଯାତ୍ରା ହେଉଛି NH-55, ଯେଉଁଥିରେ କି 400ରୁ ଅଧିକ ଦୁର୍ଘଟଣା ହୋଇଥିବା ବେଳେ 200ରୁ ଅଧିକ ଜୀବନ ଗଲାଣି। ନା କାମ ସରୁଛି ନା ସ୍ଥିତି ସୁଧରୁଛି।